ବନ୍ୟା ହେଇଛି ସେ ବିଷୟରେ କ'ଣ କହିବେ କ'ଣ ବରିରେ ଯେଉଁ ବନ୍ୟା ହେଇଛି ପ୍ରଭୁତ୍ୱ କ୍ଷତି ହେଇଛି ପାଖାପାଖି ଆମର 17ଟା ପଞ୍ଚାୟତର ବହୁତ କ୍ଷତି ହେଇଛି ଏବଂ ଯେଉଁ ଚାଷୀ ଭାଇମାନଙ୍କର କ୍ଷତି ହେଇଛି ତାକୁ ମଧ୍ୟ ଆମେ ସରକାରଙ୍କୁ ଜଣାଇଛୁ, ଜିଲ୍ଲାପାଳଙ୍କୁ ଜଣାଇଛୁ ଯେ 29ଟା ଯାକ ପଞ୍ଚାୟତର ଆମର ଚାଷ ବୋଧେ ପାଖାପାଖି 8,000 ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମି ନଷ୍ଟ ହେଇଛି। ତାକୁ ଛାଡ଼ିଲା ପରେ ଯେଉଁ 16-17ଟା ପଞ୍ଚାୟତରେ ପାଖାପାଖି ପାଣି ଘେରରେ ଥିଲେ ସେମାନଙ୍କୁ ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣରେ ସାହାଯ୍ୟ କରାଯାଇଛି। ପଲିଥିନ୍ ପୂର୍ଣ୍ଣ ମାତ୍ରାରେ ଦିଆହେଇଛି, ଶୁଖିଲା ଖାଦ୍ୟ ମଧ୍ୟ ଦିଆହେଇଛି। ଯେଉଁ ଟାଇମ୍ରେ ପାଣି ଘେରରେ ଥିଲେ ସେମାନଙ୍କୁ ପୁରା ରନ୍ଧା ଖାଦ୍ୟ କରିକି ଦିଆହେଉଥିଲା। ତ ଆକ୍ଚୁଆଲି ଆମେ ଆସିଛୁ ବୁଝିବା ପାଇଁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ଯେଉଁମାନେ ପାଣି ଘେରରେ ଅଛନ୍ତି ସେମାନେ କେଉଁ ଟାଇପ୍ର ପ୍ରଶାସନ ତାଙ୍କୁ ସାହାଯ୍ୟ କରୁଛନ୍ତି। ଆମେ ଯାହା ବୁଝିଲୁ ଯେ ପ୍ରଶାସନ ପୁରା ତତ୍ପର ଅଛି ଏବଂ ସାଧାରଣ ଲୋକଙ୍କ ପାଖରେ ଯଥାସମ୍ଭବ ସବୁ ଜିନିଷ ଆଭେଲେବୁଲ୍ ଅଛି। ବର୍ତ୍ତମାନ କିଛି ପଞ୍ଚାୟତରେ ଯେଉଁ ଅଛି ସାଇଡ଼ରେ କିଛି ପାଣି ଜମି ରହିଛି ତାଙ୍କୁ ବର୍ତ୍ତମାନ କି ଖାଦ୍ୟ ଦିଆହେଉଛି? ତ ଏବେ ବି ଯେଉଁ ଜାଗାରେ ପାଣି ଘେରରେ ଅଛନ୍ତି ତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ରନ୍ଧାଖାଦ୍ୟ ଦିଆହେଉଛି ଏବଂ ସରକାରଙ୍କ ତରଫରୁ ବ୍ୟକ୍ତିଗତ ସ୍ତରରୁ ତାଙ୍କ ପାଖରେ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚାଯାଉଛି।